ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଦେଶରେ କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିତ୍ତିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀକୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷି କ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି। ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷି କ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲି ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18%ରୁ ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37%ରେ ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। PM କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।